Don't let anything from outside approach and disturb you. What people think, do, or say is a little importance. The only thing that counts is your relation with the divine, the mother. बाह्य स्तरରୁ କୌଣସି କିଛିକୁ ତୁମ ମଧ୍ୟକୁ ଆସିବାକୁ ଦିଅ ନାହିଁ ଓ ତାହା ଦ୍ୱାରା ବିବ୍ରତ ମଧ୍ୟ ହୁଅ ନାହିଁ। ଲୋକମାନେ କ'ଣ ଭାବନ୍ତି, କ'ଣ କରନ୍ତି ଅଥବା କ'ଣ କୁହନ୍ତି ତାର ସାମାନ୍ୟ କିଛି ଗୁରୁତ୍ୱ ରହିଥାଏ ବା ଆଦୌ ନଥାଏ। କେବଳ ଗୋଟିଏ ବିଷୟ ଯାହାର ମୂଲ୍ୟ ରହିଥାଏ ତାହା ହେଉଛି ଭଗବାନଙ୍କ ସହିତ ତୁମର ସମ୍ପର୍କ। ଶ୍ରୀମା ଦି ମଦର। ଏଇଟା ମେସେଜ ଥିଲା। ଗୁଡ୍ ମର୍ଣ୍ଣିଂରେ ମୋ ପାଖକୁ ଏଇ ମେସେଜ ଆସିଥିଲା ତ ଆପଣମାନଙ୍କୁ ସେୟାର କଲି। ତ ସମସ୍ତଙ୍କୁ ମୋର ଗୁଡ୍ ମର୍ଣ୍ଣିଂ। ଆଉ ଆଜିର ଭିଡ଼ିଓଟି ଦେଖନ୍ତୁ। ମୁଁ ଚା ସହିତ ଗୋଟେ ପରିବାପତ୍ର ପକେଇକି ଗୋଟେ ପିଠାଟି ତିଆରି କରିଛି, ପ୍ରସ୍ତୁତ କରିଛି। ଆଉ ବହୁତ ଟେଷ୍ଟି ବି ହେଇଥିଲା। ମୁଁ କେମିତି ବନଉଛି ଦେଖନ୍ତୁ ଆଉ ଏନ୍ଜୟ କରିଥାନ୍ତୁ ଭିଡ଼ିଓକୁ। ତା ସାଙ୍ଗରେ ମୁଁ ଆଉ ଗୋଟେ ଆଜିର ଅନୁଚିନ୍ତାଟି ଆପଣଙ୍କୁ ନିଶ୍ଚିନ୍ତ ପଢ଼ିକି ଶୁଣାଇବି। ତ ଆଜିର ଅନୁଚିନ୍ତା ହେଲା ପୂର୍ଣ୍ଣ ଯୋଗରେ ଅସଲ କଥା। ପୂର୍ଣ୍ଣ ଯୋଗର ଅସଲ କଥା ତାର ଟପିକ୍ ହେଲା। ତ ତା ସମରୀଟା ଶୁଣାଉଛି। ସମାଜରେ କିଛି ଲୋକ ଆଧ୍ୟାତ୍ମିକ ପଥଟିକୁ ବାଛି ନେଇଥାନ୍ତି। ଏହା ସେମାନଙ୍କ ଜୀବନର ନିଜସ୍ୱ ଜୀବନ ଶୈଳୀ। ସେମାନେ ଆଧ୍ୟାତ୍ମିକ ଜୀବନ ବଞ୍ଚିବାକୁ ଭଲ ପାଆନ୍ତି। ତେବେ ସମାଜରେ ଦୁଇ ପ୍ରକାର ଆଧ୍ୟାତ୍ମବାଦୀ ଲୋକ ଥାଆନ୍ତି। କିଛି ଲୋକ ସାଂସାରିକ ବୈବାହିକ ଜୀବନକୁ ପରିତ୍ୟାଗ କରି କୌଣସି ଆଶ୍ରମ କିମ୍ବା ମଠ ମନ୍ଦିରମାନଙ୍କରେ ରହି ସାଧନା କରନ୍ତି। ଏମାନଙ୍କ ସଂଖ୍ୟା ସମାଜରେ 1% କିମ୍ବା 2 ହେବ। ସମାଜରେ ଆଉ 1% କିମ୍ବା 30% ଲୋକ ଆଧ୍ୟାତ୍ମିକ ସାଧନାରେ ରତ ଥାଆନ୍ତି। ଆଉ ଅବଶିଷ୍ଟ କେବଳ ପଶୁତୁଲ୍ୟ ଖାଇବା ଓ ବଂଶବୃଦ୍ଧି କରିବାରେ ମନ ଦେଇଥାନ୍ତି। ସଂସାର ତ୍ୟାଗୀ ବୈରାଗୀ ସାଧକଙ୍କୁ ସମାଜରେ ବହୁତ ସମ୍ମାନ ମିଳିଥାଏ। ଏମାନେ ସାଧନାରେ ଅପେକ୍ଷାକୃତ ଅଧିକ ସଫଳତା ହାସଲ କରିଥାନ୍ତି। ସଂସାରୀ ସାଧକ ସଂସାରର ବୋଝ ବୋହି ବୋହି ଆଧ୍ୟାତ୍ମିକ ପଥରେ କିଛି ଦୂର ଅଗ୍ରସର ହୋଇଥାଏ। ଯଦି କେହି ସଂସାରୀ ସାଧକ ଆଧ୍ୟାତ୍ମିକ ପଥରେ ସଫଳତା ହାସଲ କରେ ଯେ ସର୍ବଶ୍ରେଷ୍ଠ ବୋଲି ବିବେଚିତ ହୁଏ। କାରଣ ସଂସାରର ବୋଝ ବୋହି ବୋହି ସାଧନାରେ ସଫଳତା ହାସଲ କରିବା ଏତେ ସହଜ କଥା ନୁହେଁ। ସଂସାର ତ୍ୟାଗୀ ସାଧକ ପୂର୍ଣ୍ଣ ସଫଳତା ହାସଲ କରିବା ପାଇଁ ସଂସାରୀ ସାଧକ ପରି କର୍ମଯୋଗରେ ରତ ରହିଲେ ଯାଇ ସଂସାରୀ ସାଧକର ଅଭିଜ୍ଞତାଟିକୁ ହାସଲ କରିପାରିବ। କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତି ଯୋଗରେ ସଫଳତା ହାସଲ କଲେ ହିଁ ଜଣେ ପୂର୍ଣ୍ଣ ଯୋଗରେ ସଫଳତା ହାସଲ କରି ପୂର୍ଣ୍ଣ ଯୋଗୀ ହୋଇପାରିବ। ଏହା ହିଁ ପୂର୍ଣ୍ଣ ଯୋଗର ଅସଲ କଥା। ଏହା ହିଁ ପୂର୍ଣ୍ଣ ଯୋଗର ଅସଲ କଥା। ତ ଆଜିର ଅନୁଚିନ୍ତା ପୂର୍ଣ୍ଣ ଯୋଗର ଅସଲ କଥା ସମରୀଟି ଶୁଣାଇଲି। ଆଶା ରଖୁଛି ଏହି ଅନୁଚିନ୍ତାଟି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଭଲ ଲାଗିଥିବ। ତା ସାଙ୍ଗରେ ଆଉ ଥରେ କହି ରଖେ ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ନମସ୍କାର। ଯଦି ମୋର ଏଇ ଭିଡ଼ିଓଟି ଆଜିର ଅନୁଚିନ୍ତା ସହିତ ମାଙ୍କର ସୁନ୍ଦର ମେସେଜ ଥିଲା ଆପଣମାନଙ୍କୁ ଭଲ ଲାଗିଛି, ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିଦେବେ ବୋଲି ଆଶା ରଖୁଛି। ରହୁଛି, ବାଏ ବାଏ।